उल्लपी कन्या को मु हरण करिछि तमे जानि न जति एपर पर जुक होंता सही उल्लपी कन्या को पेनाल्टी पकई जरिमिना पकई थाना देबा कथा काई की सिया मो सती से नष्ट कर दी अंके केते घर बुड़े जनी का कथा कहबी का कथा कहबी पातालपुर को गले केते बड़ नागबाली को हर आज्ञा तमे आखी बुझी बुझी क्षीर पिउजो की हाउ कोन आज्ञा अर्जुन बाबू को नागार्जुन बोली गुडे पुओटे अछंती ए हां बसंत रवण शोभा देखी देखी गाल सरज नदी कोरे प्रवेश होइला कोई चांदुआ मोरे धनु तृण थई नदी जले पशिवीर स्नान कल जाई देखो उल्लपी नाम एक नाग कन्या आसी उल्लपी आज्ञा उल्लपी नाम एक नाग कन्या आसी आपण बुड़ीबा बेले जल मध्य पशी आ जलरे बाड़ी तुम्हकु से नेला ताहार मंदिर नहीं उभा कराइला उल्लपी कहिला वीर रूप देखी तोर काम विहीन शरीर मोहर स्थिर महाप्रभु तू तो आपण सरज नदी कूल बुझिले उल्लपी कन्या को जो हरण करथिले हरण मु आ के मु करथिली आरी ताको गुडे चिट्ठी देगिरी आसीथिले प्रेम पत्र हां ए तू तो आज्ञा उल्लपी कन्या को मु हरण करिछि तमे जानि न जति एपर पर जुक होंता सही उल्लपी कन्या को पेनाल्टी पकई जरिमिना पकई थाना देबा कथा काई की सिया मो सती से नष्ट कर दी तमर नष्ट करछि ना तमे तार नष्ट करजो है हैं हां सही उल्लपी कन्या मो सती से नष्ट करी केमिति कोन पई सुनिबो हां बुदा सरजु नदी रे मोहि स्नान कला बेले चले चले आसी बाली नेला तो काले चले चले आसी बाली मोते घेरी गला बाली मंदिरे जाई प्रवेश होइला महाप्रभु उल्लू कविता जानई से सुलक्षणी उल्लू कविता रे मते मोहिला से ताकू जरिमाना पकेबा कथा नहीं आज्ञा कोन हला कोनांती से उल्लपी कन्या उल्लू कविता रे मते मोहित करी से मते प्रदान करिथिला किंतु मु हरण करिनी उल्लपी कन्या को उल्लुक मंत्र जाना थिला हां तेणु कर तुम उल्लुक हे गेलो मु किछि जानिनी हैं मु किछि जानिनी तमरो भूल नहीं मोर कोन भूल सेटा तमरो भूल नहीं ना ए झियो हां तुम जो मेडिसिन ना देला काम कलानी आ नागबाली कथा कहलनी और जानि छ नागबाली सुनिबो
ଆଜ୍ଞା ଯେତେବେଳେ ଆସିଛି ପିଲାଟା ତାର ବାଟ ରଖିକି ଆସିଛି ନା ଆଉ ଖାଲି ଖାଲି ଆସିଛି ତମ ପାଖକୁ ଏଇ ଟିକେ ହେତୁ କର ହେ ବନ୍ଧୁ ମୋହର ଗିର ହେତୁ କର ହେ ବନ୍ଧୁ ମୋହର ଗିର ହେତୁ କର ହେ ଆଜ୍ଞା ଯାଇଥିଲ ତୁମେ ପାତାଳପୁର ଆଉ ନାଗୁଣୀ ସହିତ କଳ ଶୃଙ୍ଗାର ନାଗୁଣୀ କନ୍ୟା ଗର୍ଭରୁ ନାଗାର୍ଜୁନ ଜନ୍ମ ଯୁଦ୍ଧ କରିଥିଲା ତୁମ ସଙ୍ଗର ହେତୁ କର ହେ ବନ୍ଧୁ ମୋହର ଗିର ହେତୁ କର ହେ ଆଉ ସେ କି ପର ନାରୀ ନୁହେଁ ଧରୁର୍ଧାରୀ ସେ କି ପର ନାରୀ ନୁହେଁ ଧରୁର୍ଧାରୀ ମିଛରେ କହୁଛ କେଡ଼େ ଚାତର ହେତୁ କର ହେ ବନ୍ଧୁ ମୋହର ଗିର ହେତୁ କର ହେ ମହାପ୍ରଭୁ ଆପଣ କଣ କରିଛନ୍ତି ଜାଣିଛନ୍ତି କଣ ନା ପାତାଳପୁରରେ ନାଗୁଣୀ କନ୍ୟାକୁ ହରଣ କରିଛନ୍ତି ନାଗବାଳି ବୁଝିଲେ ମୁଁ ହରଣ କରି କଣ ହରଣ କରିଛି ବୋଲି ମତେ କହୁଛ ଆଉ ମୁଁ କିଛି କରିନି କଣ କରିଥିଲ ନାଇଁ ଯୋଉ ପିଲାଟା ଜନ୍ମ ହେଇଥିଲା ନାଗାର୍ଜୁନ ପିଲାଟା କେମିତି ତାଙ୍କର ଜନ୍ମ ହେଲେ ଜନ୍ମ ହୋଇଛି ସତ କିନ୍ତୁ ହରଣ କରିବା ଦେଖ ଆଜ୍ଞା ପିଲା ଜନ୍ମ ହେଇଛି ବୋଲି ମୁଁ କରିନି ବୋଲୁଛନ୍ତି ଦେଖ ପିଲାଟା ମୋର ବୋଲୁଛନ୍ତି ଆଉ କାହାର କେମିତି ହବ ଆଚ୍ଛା ତମେ କଣ ଏମିତି କରିଥିଲ ଯେ ପିଲାଟି ଜନ୍ମ ହେଇଗଲା ଶୁଣିବା କଣ କରିଛି ଆଜ୍ଞା ସେ ତମର ଭୁଲ ନାହିଁ କି କୁହ ଦିନେ ମୁଁ ଗମନ କଲି ପାତାଳ ଭୁବନ ଧନୁହୁଳେ ପୃଥିବୀ ଧରିଲି ସପ୍ତ ଦିନ ବୋଲ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଶ୍ରୀରାମ ଜୟ ରାମ ଜୟ ରାମ ମହାପ୍ରଭୁ ମୋର ବୀର ପଣ ଦେଖି ସେନା ଗୋରା ଜନ ରୋହିତା ଗୋଟିକ ମୋଦେ କଲେ ସେ ପ୍ରଦାନ ବୋଲ ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ହରେ କୃଷ୍ଣ ଶ୍ରୀ ରାଧେ ଗୋବିନ୍ଦ ମହାପ୍ରଭୁ ସେତେବେଳେ ଆମର ବଡ ଭାଇ ଯୁଧିଷ୍ଠିର ମହାରାଜା ହଁ ରାଜସ୍ୱ ଯଜ୍ଞ କଲେ ରାଜସ୍ୱ ଯଜ୍ଞ କଲେ ମତେ ଆଦର୍ଶ ଦେଲେ ଯେ ଆଚ୍ଛା ହେ ଅର୍ଜୁନ ହଁ ତୁମେ ଯାଅ ପୃଥିବୀରେ ଯେତେ ରାଜା ଅଛନ୍ତି କାହାକୁ ଜଣକୁ ମଧ୍ୟ ଛାଡିବନି ଆଚ୍ଛା ସମସ୍ତଙ୍କୁ ନିମନ୍ତ୍ରଣ ଦବ ସମସ୍ତଙ୍କୁ ନିମନ୍ତ୍ରଣ ଦେଇଥିଲ ସମସ୍ତଙ୍କୁ ନିମନ୍ତ୍ରଣ କଲି ଶେଷରେ ବୁଲି ବୁଲି ପାତାଳପୁରକୁ ଗଲି ପାତାଳପୁରେ ପହଞ୍ଚିଲ ପାତାଳପୁରେ ବାସୁକି ଯାଇ କହିଲି ବାସୁକି ରାଜାକୁ ହଁ ହେ ରାଜନ ହଁ ଆଇଙ୍କ ଆଦେଶ ହୋଇଛି ତୁମେ ଯଜ୍ଞଶାଳାକୁ ଚାଲନ୍ତୁ ଆଚ୍ଛା ସେ କହିଲେ ମୁଁ ଯଜ୍ଞଶାଳାକୁ ଯାଇପାରିବି ନାହିଁ କେମିତି କାହିଁକି ମୁଁ ଯଦି ଯଜ୍ଞଶାଳାକୁ ଯିବି ମୁଁ ଯଦି ଯଜ୍ଞଶାଳାକୁ ଯିବି ପୃଥିବୀ ଧରିବ କିଏ ଆଚ୍ଛା ଆଚ୍ଛା ସେତେବେଳେ ମୁଁ କହିଥିଲି ତମେ ଯଜ୍ଞଶାଳାକୁ ଯାଅ ତମେ ଯଜ୍ଞରୁ ଫେରିବା ପର୍ଯ୍ୟନ୍ତ ପୃଥିବୀ ମୁଁ ଧରିଛି କଣ କହିଲେ କଣ କହିଲେ ବଡ ଅଣ୍ଡରା ପିଲାଟା ଆପଣ ପୃଥିବୀ ଧରିଥିଲେ ହଁ କେତେ ଦିନ 7 ଦିନ 7 ଦିନ ନିଶ୍ଚୟ ଏବେ ଗାଡିରୁ ଗୋଟେ ଏଡିକି ପେଟେ ଧରିକି ଆସ ବୋଲେ ହଜି ଯାଉଛନ୍ତି ଆଗେ 7 ଦିନ ପୁଣି ପୃଥିବୀ ଧରିଥିଲେ ନିଶ୍ଚୟ ଧନୁହୁଳରେ ଧରିଥିଲି ମୋର ବୀରପଣ ଦେଖି ସେ ନାଗ ରାଜନ ତମ ବୀରପଣ ଦେଖି ସେ ନାଗ ରାଜନ ତାଙ୍କ ଦହିତା ଗୋଟିକ ମତେ ସେ କରିଥିଲେ ପ୍ରଦାନ
ଇଣ୍ଡିଆର ବୀର ଏବେ ମୁଁ ବି କହୁଛି ହଁ ପଚାର ତାଙ୍କ ବାପା ଯଦି ଆସି ମତେ ପ୍ରଦାନ କରିବେ ଏବେ ଯଦି ନନ୍ଦ ରାଜା କରିବେ ପ୍ରଦାନ ଏବେ ଯାଇ ସୁଭଦ୍ରାଙ୍କୁ ଦେବି ମୋହି ଜାଣ